କୁଣ୍ଡଳୀ କେବଳ ଦିଗ ଦେଖାଏ, ହେଲେ ସେ ଦିଗରେ ଆପଣ ଚାଲିବେ କି ନାହିଁ ଆପଣଙ୍କର ଇଚ୍ଛା ଉପରେ ନିର୍ଭର କରେ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା କର୍କଟ ରାଶି ଜାତକ ଜାତିକାମାନଙ୍କ ପାଇଁ ଏହି ମାର୍ଚ୍ଚ ମାସ 2026 କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ବିଜନେସ୍, ଜବ୍ ଅର୍ ପ୍ରଫେସନ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ପ୍ରଥମେ ଦେଖିବା ଗ୍ରହ ଗୋଚରୀୟ ସ୍ଥିତି କ'ଣ ରହିଛି। କର୍କଟ ରାଶିର ଅଷ୍ଟମ ଭାବରେ ରହିଛନ୍ତି ରବି, ବୁଧ, ମଙ୍ଗଳ, ରାହୁ। ମାର୍ଚ୍ଚ 15 ତାରିଖ ପରେ ରବି ରହିବେ ନବମ ସ୍ଥାନରେ। ଶନି ଅଛନ୍ତି ନବମରେ ମୀନ ରାଶିରେ। ଶୁକ୍ର ମାର୍ଚ୍ଚ 2 ତାରିଖ ଠାରୁ ନବମରେ ଶନି ସହିତ ରହିବେ। କେତୁ ଅଛନ୍ତି ଦ୍ୱିତୀୟ ଭାବରେ ଏବଂ ବୃହସ୍ପତି ଅଛନ୍ତି ଦ୍ୱାଦଶ ଭାବରେ। ସର୍ବପ୍ରଥମେ ଦେଖିବା ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଷଷ୍ଠ ଭାବ ରୋଗର ଭାବ, ଅଧିପତି ହେଲେ ବୃହସ୍ପତି, ଅଛନ୍ତି ଦ୍ୱାଦଶରେ। ବୃହସ୍ପତିଙ୍କର ଏହି ସ୍ଥିତି ଦୁର୍ବଳ ସ୍ଥିତି, ତେଣୁ ଏହି ମାସରେ ହସ୍ପିଟାଲ ଯାତ୍ରା, ମେଡ଼ିକାଲ ଖର୍ଚ୍ଚର ଯୋଗ ଦେଖାଉଛି। ପୁରୁଣା ରୋଗ ମୁଣ୍ଡ ଉଠାଇପାରେ। ଇମ୍ୟୁନିଟି ଡାଉନ୍ ରହିବ, ଶରୀର ୱିକ୍ ଲାଗିବ, ନିଦ୍ରାହୀନତା ରହିବ, ମାନସିକ ଅଶାନ୍ତି ସୃଷ୍ଟି ହେବ। କିନ୍ତୁ ବୃହସ୍ପତି ଯେହେତୁ ନୈସର୍ଗିକ ଶୁଭ ଗ୍ରହ, ଠିକ୍ ସମୟରେ ଚିକିତ୍ସା କଲେ ସମସ୍ୟା ଆଉ ବଢ଼ିବ ନାହିଁ। ଅଷ୍ଟମ ଭାବରେ ରାହୁ, ବୁଧ, ରବି ଏବଂ ମଙ୍ଗଳ ଯେହେତୁ ଅଛନ୍ତି, ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚ୍ୟାଲେଞ୍ଜ ରହିବ। ହଠାତ୍ ଜ୍ୱର ହେବା, ଇନଫେକ୍ସନ୍, ଷ୍ଟମାକ୍ ଇସ୍ୟୁ, ଗ୍ୟାସ୍, ଏସିଡ଼ିଟି, ବିପି ଅପ୍ ଡାଉନ୍ ରହିବ। ଯେଉଁମାନଙ୍କର ହାର୍ଟ ପ୍ରୋବ୍ଲେମ୍ ଅଛି ସେମାନେ ଟିକେ ସତର୍କ ରହିବାକୁ ପଡ଼ିବ। ମନ ଭିତରେ ଭୟ ବି ରହିବ, ଓଭର ଥିଙ୍କିଂ ବଢ଼ିବ। ବିଶେଷ କରି ଏହି ମାର୍ଚ୍ଚ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକୁ ନେଇ ଟିକେ ସାବଧାନତା ଜରୁରୀ। ତାପରେ ମାର୍ଚ୍ଚ 15 ପରେ ରବି ଯିବେ ନବମ ସ୍ଥାନକୁ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ରବି ହେଲେ ଆରୋଗ୍ୟର କାରକ ଗ୍ରହ, ରହିବେ ନବମ ସ୍ଥାନରେ, ଭାଗ୍ୟ ସ୍ଥାନରେ। ଏନର୍ଜି ଲେବୁଲ୍ ଭଲ ରହିବ, ମାନସିକ ଚାପ କମିବ। ଯେଉଁମାନେ ମେଜର ହେଲ୍ଥ ଇସ୍ୟୁରେ ଥିଲେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ପଜିଟିଭ୍ ଚେଞ୍ଜେସ୍ ଦେଖିବାକୁ ମିଳିବ। ସଂକ୍ଷେପରେ କହିବାକୁ ଗଲେ ମାସର ଆରମ୍ଭରୁ ସ୍ୱାସ୍ଥ୍ୟର ଅବନତି ରହିବ ଏବଂ ମାସର ମଧ୍ୟଭାଗ ପରେ ଅର୍ଥାତ୍ ମାର୍ଚ୍ଚ 15 ପରେ ରିକଭରି ରହିଛି। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ, ପଞ୍ଚମାଧିପତି ହେଲେ ମଙ୍ଗଳ, ଅବସ୍ଥାନ କରିଛନ୍ତି ଅଷ୍ଟମ ଭାବରେ ରାହୁ, ବୁଧ ଏବଂ ରବିଙ୍କ ସହିତ। ବିଦ୍ୟାର୍ଥୀମାନେ ପାଠପଢ଼ାରେ କନସେନ୍ଟ୍ରେଟ୍ କରିପାରିବେ ନାହିଁ। ଏକ୍ସେସ୍ ଓଭର ଥିଙ୍କିଂ, କନଫ୍ୟୁଜନ୍, ହଠାତ୍ ସିଲାବସ୍ ଚେଞ୍ଜ ଯୋଗୁଁ ପାଠପଢ଼ାରେ କିଛି ସମସ୍ୟା ହୋଇପାରେ। ରାହୁ ସହିତ ମଙ୍ଗଳ ଥିବାରୁ ଷ୍ଟୁଡେଣ୍ଟସମାନେ ଲଜିକ୍ ଉପରେ ଧ୍ୟାନ ଦେବେ। ସ୍ୱଭାବରେ ଜିଦି ରହିବ ଏବଂ ଆଙ୍ଗର ଇସ୍ୟୁ ବି ରହିବ। ବୁଧ ହେଲେ ବୁଦ୍ଧିର କାରକ ଗ୍ରହ, ଯେହେତୁ ରାହୁ ମଙ୍ଗଳଙ୍କ ସହିତ ରହୁଛନ୍ତି, ଲଜିକ୍ ପାୱାର ଭଲ ରହିବ କିନ୍ତୁ କଣ୍ଟ୍ରୋଲ ରହିବନି। ସେହିପରି ବୃହସ୍ପତି ହେଉଛନ୍ତି ନବମ ଭାବର ଅଧିପତି। ନବମ ଭାବ ଉଚ୍ଚଶିକ୍ଷାର ଭାବ। ବୃହସ୍ପତି ରହୁଛନ୍ତି କେଉଁଠି ନା ଦ୍ୱାଦଶରେ। ବିଦ୍ୟାର୍ଥୀମାନେ ଫରେନ୍ ଷ୍ଟଡି, ଲଙ୍ଗ୍ ଡିଷ୍ଟାନ୍ସ କୋର୍ସ ପ୍ରତି ଆଗ୍ରହୀ ହେବେ। ହାୟର ଷ୍ଟଡି ପାଇଁ ନେଟିଭ୍ ଠାରୁ ଦୂରରେ ରହିପାରନ୍ତି। ନ୍ୟୁ କୋଚିଂ, କଲେଜ, ୟୁନିଭର୍ସିଟି ଆଦିରେ ଆଡ଼ମିସନ୍ କରିପାରନ୍ତି। ହଷ୍ଟେଲରେ ରହି ପଢ଼ିବାର ସୁଯୋଗ ମିଳିବ ଏବଂ ପାଠପଢ଼ାରେ ଏହି ସମୟ ମଧ୍ୟରେ ଖର୍ଚ୍ଚ ବି ବଢ଼ିପାରେ। ଯେଉଁମାନେ ରିସର୍ଚ୍ଚ, ମେଡ଼ିକାଲ, ଅକଲ୍ଟ, ସାଇକୋଲୋଜି, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଲାଇନ୍ରେ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଯଦି ଏହି ମାସରେ ଏକ୍ଜାମ୍ ଅଛି, ରେଜଲ୍ଟ ଭଲ ମିଳିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ମାର୍ଚ୍ଚ ମାସର ଟିପ୍ସ ହେଉଛି କ'ଣ ନା ସର୍ଟକଟ୍ ୱେକୁ ଆଭଏଡ଼ କରନ୍ତୁ। ମୋବାଇଲ ଡିଷ୍ଟ୍ରାକ୍ସନ୍ରୁ ଦୂରେଇ ରୁହନ୍ତୁ। ଆଙ୍ଗର ଏବଂ ଫ୍ରଷ୍ଟ୍ରେସନ୍ରେ କୌଣସି ଡିସିସନ୍ ନିଅନ୍ତୁ ନାହିଁ। ପାଠପଢ଼ା କ୍ଷେତ୍ରରେ ପଜିଟିଭ୍ ସାଇଡ଼୍ ହେଉଛି କ'ଣ
ନା ବୃହସ୍ପତି ନିଜେ ନବମପତି ଦୃଷ୍ଟି ଦେଉଛନ୍ତି ଅଷ୍ଟମ ଭାବକୁ। ଅଷ୍ଟମ ସ୍ଥାନରେ ପଞ୍ଚମାଧିପତି ମଙ୍ଗଳ ମଧ୍ୟ ରହିଛନ୍ତି। ତେଣୁ ଡିପ୍ ଲର୍ଣ୍ଣିଂର ଏନର୍ଜି ଭଲ ରହିବ। ରିସର୍ଚ୍ଚ ବେସ୍ଡ ସବଜେକ୍ଟରେ ରେଜଲ୍ଟ ଭଲ ମିଳିବ। ଯେଉଁ ଛାତ୍ରଛାତ୍ରୀମାନେ ପେସେନ୍ସ ରଖିବେ, କଣ୍ଟିନ୍ୟୁଅସଲି ଷ୍ଟଡ଼ି କରିବେ, ସେମାନେ ହିଡେନ୍ ଟ୍ୟାଲେଣ୍ଟର ଡିସ୍କଭର କରିପାରିବେ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ। ଦ୍ୱିତୀୟାଧିପତି ରବି ଅଷ୍ଟମରେ ଅବସ୍ଥାନ କରିଛନ୍ତି। ଅଚାନକ ମେଡ଼ିକାଲରେ ଖର୍ଚ୍ଚ ହୋଇପାରେ। ଫ୍ୟାମିଲି ଇସ୍ୟୁ, ଲୋନ୍ ବାବଦରେ ଖର୍ଚ୍ଚ ହେବ। ସାଲାରୀ ଡିଲେ ହେବ, ପେମେଣ୍ଟ ଷ୍ଟକ୍ ହୋଇଯାଇପାରେ। ଯଦି କିଛି ଇନଭେଷ୍ଟ କରିଦେଇଛନ୍ତି, ରିଟର୍ଣ୍ଣ ଠିକ୍ ସମୟରେ ଆସିନପାରେ। ଦ୍ୱିତୀୟ ପତି ଯେହେତୁ ରବି ଅଷ୍ଟମରେ ଅଛନ୍ତି, ସଡନ୍ ଅପଡାଉନ୍ ତ ଫାଇନାନ୍ସକୁ ନେଇକି ହେବ। ସେହିପରି ଏକାଦଶ ଭାବ ହେଉଛି ଆୟର ଭାବ। ଏକାଦଶ ଅଧିପତି ଶୁକ୍ର ମୀନ ରାଶିରେ ଉଚ୍ଚସ୍ଥ ଅଛନ୍ତି। ତେଣୁ ଏହି ମାର୍ଚ୍ଚ ମାସ କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ପଜିଟିଭ୍ ଟର୍ଣ୍ଣିଂ ପଏଣ୍ଟ ଇନକମ୍ ସୋର୍ସକୁ ନେଇକି ହେବ। ଓଲ୍ଡ ଡ୍ୟୁଜ୍ ପେଣ୍ଡିଂ ମନି ମିଳିବ। ବିଜନେସ୍ରୁ କିଛି ଆୟ ହୋଇପାରେ, ସାଇଡ଼୍ ଇନକମ୍ ଆସିବ। ଅନଲାଇନ୍ ୱାର୍କରୁ କିଛି ଟଙ୍କା ମିଳିବ। ନେଟୱାର୍କିଂ, କଣ୍ଟ୍ରାକ୍ଟ, କମିଶନ୍ ଥ୍ରୁ ମାଧ୍ୟମରେ ମଧ୍ୟ କିଛି ଆୟ ହୋଇପାରେ। ଏକାଦଶ ଅଧିପତି ଶୁକ୍ର ଉଚ୍ଚସ୍ଥ ରହିଥିବାରୁ ୱିଶ୍ ଫୁଲଫିଲ୍ ହେବ। ତାପରେ ମାର୍ଚ୍ଚ 15 ପରେ ରବି ନବମ ଭାବରେ ରହିବେ, ଲାଭପତି ଶୁକ୍ରଙ୍କ ସହିତ। ନବମ ଭାବରେ ଏକାଦଶପତି ଏବଂ ଦ୍ୱିତୀୟପତି ଯୁକ୍ତ ହେବେ। ଇନକମ୍ ଚ୍ୟାନେଲ୍ ଆକ୍ଟିଭ୍ ହେବ। ଗଭର୍ଣ୍ଣମେଣ୍ଟ ଅଥରିଟି ରିଲେଟେଡ୍ ମନି, ପ୍ରମୋସନ୍, ଇନସେଣ୍ଟିଭ୍ସ, ବୋନସ୍ ମାଧ୍ୟମରେ ଇନକମ୍ ବଢ଼ିପାରେ। ସିନିୟର ପର୍ସନଙ୍କ ଠାରୁ କିମ୍ବା ବାପାଙ୍କ ଠାରୁ, ଭାଇଙ୍କ ଠାରୁ ଫାଇନାନ୍ସିଆଲ୍ ହେଲ୍ପ ମିଳିବ। ରେପୁଟେସନ୍ ବି ବଢ଼ିବ। ଓଭରଅଲ୍ ଯଦି କହିବି, ମାର୍ଚ୍ଚ 15 ପର୍ଯ୍ୟନ୍ତ ଏକ୍ସପେନ୍ସେସ୍, ପ୍ରେସର, ବଜେଟ୍ କଣ୍ଟ୍ରୋଲ କେୟାରଫୁଲ୍ କରିବାକୁ ପଡ଼ିବ। ମାର୍ଚ୍ଚ 15 ପରେ ଇନକମ୍ରେ ଗ୍ରୋଥ୍ ଅଛି, ରିକଭରି ଏବଂ ଗେନ୍। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ପ୍ରେମ ପ୍ରଣୟର ଭାବ, ଆଟ୍ରାକ୍ସନ୍ର ଭାବ, ରୋମାନ୍ସର ଭାବ। ପଞ୍ଚମାଧିପତି ମଙ୍ଗଳ ଅଷ୍ଟମରେ ଅବସ୍ଥାନ କରିଛନ୍ତି। ତେଣୁ ପ୍ରେମ ସମ୍ପର୍କ ଡିପ୍ ସିକ୍ରେଟ୍ ରହିବ। ଉତ୍ତେଜନାପୂର୍ଣ୍ଣ ମଧ୍ୟ ହୋଇପାରେ। ହଠାତ୍ ଭୁଲ ବୁଝାମଣା, ଈର୍ଷା, ପଜେସିଭନେସ୍ ବଢ଼ିପାରେ। କୌଣସି କଥାକୁ ନେଇ ବଡ଼ ବିବାଦ ମଧ୍ୟ ହୋଇଯାଇପାରେ। କାରଣ ପଞ୍ଚମାଧିପତି ମଙ୍ଗଳ ରାହୁଯୁକ୍ତ ହୋଇ ଅଷ୍ଟମରେ ରହୁଛନ୍ତି। ଫ୍ୟାମିଲି ଫିୟର ମଧ୍ୟ ରହିବ। ବ୍ରେକଅପ୍ ଭାବନା ମଧ୍ୟ ମନରେ ଆସିପାରେ। ସେମିତି କିଛି ଘଟିବାର ନାହିଁ। ମନରେ ଏସବୁ ଭାବନା ଆସିବ। ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ଅଷ୍ଟମ ଭାବକୁ ରହୁଛି। ତେଣୁ ନେଗେଟିଭ୍ ଏନର୍ଜିକୁ ଟିକେ କମ୍ ରଖିବ। ମଙ୍ଗଳ ଅଷ୍ଟମରେ ଯେହେତୁ ରହୁଛନ୍ତି, ପ୍ରେମ ଗଭୀର ହେବ, ଇଣ୍ଟିମେସି ବଢ଼ିବ, ଫିଜିକାଲ୍ ଆଟ୍ରାକ୍ସନ୍ ମଧ୍ୟ ବଢ଼ିବ। ଯେଉଁମାନେ 18ରୁ 28 ଏଜ୍ ମଧ୍ୟରେ ଅଛନ୍ତି ଲଭର୍ସ ମାନେ, ତାଙ୍କ ପାଇଁ ମାର୍ଚ୍ଚ ମାସରେ କିଛି ଟିପ୍ସ ରହିବ। କ'ଣ ନା, ଛୋଟ କଥାକୁ ନେଇ ରାଗନ୍ତୁ ନାହିଁ। ଇଗୋକୁ କଣ୍ଟ୍ରୋଲ କରନ୍ତୁ। ସନ୍ଦେହ ଠାରୁ ଦୂରରେ ରୁହନ୍ତୁ। ନିଜର ଲଭ୍ ମ୍ୟାଟରରେ ଥାର୍ଡ଼ ପର୍ସନଙ୍କର ଇନଭଲ୍ଭମେଣ୍ଟକୁ ସୁଯୋଗ ଦିଅନ୍ତୁ ନାହିଁ। ପାର୍ଟନରଙ୍କୁ ଇମୋସନାଲ୍ ସପୋର୍ଟ ଦିଅନ୍ତୁ। ଓଭର ପଜେସିଭ୍ ବିହେଭିଅର ରିଲେସନରେ ସମସ୍ୟା ସୃଷ୍ଟି କରିପାରେ। କୌଣସି ପର୍ସନାଲ୍ ସିକ୍ରେଟ୍ ଟପିକ୍କୁ ବେଶୀ ଖୋଳତାଡ଼ କରନ୍ତୁ ନାହିଁ କିମ୍ବା ପାଷ୍ଟ ମିଷ୍ଟେକ୍କୁ ଆଲୋଚନା କରନ୍ତୁ ନାହିଁ। ଏସବୁ କଲେ ଏଇ ମାର୍ଚ୍ଚ ମାସରେ ଧୈର୍ଯ୍ୟ ଏବଂ ପଜିଟିଭ୍ ଆଟିଚ୍ୟୁଡ଼୍ ଆପଣଙ୍କ ରିଲେସନସିପ୍କୁ ଷ୍ଟ୍ରଙ୍ଗ କରିବ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମାଧିପତି ହେଲେ ମଙ୍ଗଳ, ଅଛନ୍ତି ଅଷ୍ଟମ ଭାବରେ ରାହୁ, ବୁଧ, ରବିଙ୍କ ସହିତ। ଦଶମାଧିପତି ଅଷ୍ଟମରେ ଥିବାରୁ ହଠାତ୍ କିଛି କର୍ମକ୍ଷେତ୍ରରେ ଚେଞ୍ଜ ହୋଇପାରେ। ଟ୍ରାନ୍ସଫରର ଯୋଗ ରହିଛି, ରୋଲ୍ ଚେଞ୍ଜର ଯୋଗ ରହିଛି। ଜବ୍ର ସୁରକ୍ଷାକୁ ନେଇ ମନରେ ଦ୍ୱନ୍ଦ୍ୱ ରହିବ। ନିଜର ଇଚ୍ଛା ବିନା କିଛି କର୍ମକ୍ଷେତ୍ରରେ ଚେଞ୍ଜ ହୋଇପାରେ। ତେଣୁ ଏହି ମାସରେ କିଛି ଇମ୍ପଲସିଭ୍ ଡିସିସନ୍ ନିଅନ୍ତୁ ନାହିଁ। ଦଶମପତି ସହିତ ରାହୁ ଯେହେତୁ ଅଷ୍ଟମରେ ଅଛନ୍ତି, ଅଫିସ୍ ପଲିଟିକ୍ସ ତ ଚାଲିବ ଆପଣଙ୍କର। ଗୁପ୍ତ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିପାରନ୍ତି। କାହା ଉପରେ ଅଧିକ ଟ୍ରଷ୍ଟ କଲେ ଆପଣ ପ୍ରୋବ୍ଲେମରେ ପଡ଼ିପାରନ୍ତି।
कॉन्फिडेंशियल वर्क रे भूल जदि हुए तेबे बिग लॉस हो पारे। डॉक्यूमेंट ईमेल डाटा हैंडलिंग रे एक्स्ट्रा केयरफुल आपन को रहिया पड़िबो। मंगल सहित रवि थिबारु इगो क्लास तो रहिबो। बॉस को सहित डिसएग्रीमेंट मध्य कोनोसी कथा को नहीं हे पारंती। लीडरशिप रो चांस मिलिबो किंतु प्रेशर बढ़िबो। काम रहिले रेस्पेक्ट मिलिबो। मंगल सहित राहु अछंती बुध मध्य अछंती तेणु ओवर थिंकिंग स्ट्रेस कन्फ्यूजन ये सब हो पारे। तेणु कम्युनिकेशन ठीक रखा चेष्टा करंतु। कर्मपति मंगल सहित अष्टम जेहेतु एत गुड़िए ग्रह अछंती एवं बृहस्पति दृष्टि मध्य अष्टम भाव को रही। तेणु रिसर्च इन्वेस्टिगेशन इंश्योरेंस टैक्स ऑडिट मेडिकल सर्जरी विभागर कर्मचारी मानक पई ग्रोथर समय रही। जो मैंने जॉब सर्च अच्छी से मैंने जदि यही सब क्षेत्र में ट्राए करथांती तेबे जॉब पाइबार चांस अधिक रही। आईटी सेक्टर सिक्योरिटी फोर्स डाटा एनालिसिस एस्ट्रोलॉजी अकल्ट गवर्नमेंट कॉन्फिडेंशियल डिपार्टमेंट रे इन्वॉल्व जो मैंने अच्छी से माने ग्रो करेंगे। रूटीन जॉब ठारू टेक्निकल किंबा रिस्क बेस्ड जॉब रे भल सुजोग रही। जो कर्कट राशि व्यक्तिविशेष मानक मनरे प्रश्न अच्छी कि यही मार्च मसरे जॉब चेंज हो पारिबो कि नहीं, तेबे तांको पई उत्तर होउछ कोन ना जॉब चेंज हो जिवो जदि आपण ट्राई करूछंती। फोर्सफुली मध्य जॉब चेंज हो पारे। एबे आलोचना करिबा विवाह एवं दाम्पत्य जीवन विषय रे। सप्तम भाव विवाहर भाव। सप्तमाधिपति शनि नवम रे अवस्थान करछंती शुक्रଙ୍କ सहित। अविवाहित मानक पई विवाह स्थिरीकृत हेबो। विवाह रे विलंब हेले मध्य शेष रे विवाह हो जिवो। नवम भाव जेहेतु भाग्य भाव लक फेवर करिवो। शनि शुक्र जेहेतु एकाठी अछंती तेणु प्रेम सहित दायित्व वृद्धि पाइब। प्रथमे बयस कास्ट लंग डिस्टेंस विचारधारा भिन्नता जोगु विवाह रे बाधा रही थाई पारे। प्रथमे बयस कास्ट लंग डिस्टेंस विचारधारा भिन्नता जोगु विवाह रे जो बाधा सृष्टि होउथला से बाधा दूर हो प्रपोजाल विवाह पई आसीबो। अनेक मध्य विवाह बंधन रे बांधी ही जिवे। आउ किछि जो माने रहिले से मानकर फाइनल डेट फिक्स हो जिवो। जो माने मैरिड पर्सन संपर्क रे समर्पण रहिबो निष्ठा एवं दायित्व वृद्धि पाइबो। सेहीपरि नवविवाहित मानकर स्त्री धार्मिक शिक्षित पॉजिटिव माइंडसेट्र होई पारंती। मार्च 15 तारिख पर कुटुंब भावर अधिपति रवि शनि सहित नवम भाव में रहिबे। शनि एवं रवि परस्पर शत्रु तेणु स्वामी स्त्री मध्य फैमिली को नहीं किसी डिस्टर्बेंस क्रिएट हो पारे। भावनात्मक दूरता बढ़ी पारे। रोमांस ए समय कमिबो। दायित्व अधिक रहिबो। इगो एवं जिद्दी जोगु परस्पर मध्य मतभेद हो पारे। एठी गोटे जिनस इंडिकेशन मिलुची जेहेतु रवि द्वितीय भावर अधिपति कुटुंब भावर अधिपति सप्तमाधिपति सहित मिसिकी नवम रे रहउचंदी। तेणु स्वामी स्त्री जो झगड़ाटी हेबो कोठी ना कोठी फैमिली रे पितृस्थानीय लोकों को केंद्र करिकी स्वामी स्त्री मध्य झगड़ा हो पारे। हुए तो बाप पुओं मध्य कौन सी कारण झगड़ा हो पारे। आउ से झगड़ा को अटकिया को जाई स्वामी स्त्री मध्य फाइटिंग हो पारे। तेणु यही मार्च मसरे प्रैक्टिकल जेते आपण हेबे डिसिप्लिन रहिबे लॉयल जेते रहिबे सेते आपण पे भल। स्वामी स्त्री मध्य यही फैमिली डिस्टर्बेंस जोगु फिजिकल अट्रैक्शन इमोशनल कनेक्शन ये सब कम रहिबो। यही मासरे मैरिड कपल मानक पे टिप्स होउची पेशेंस रखंतु। परस्पर मध्य कौन सी मैटर को नहीं आलोचना करंतु। इगो कमांतु एवं परस्पर निज निजर कार्य को बुझंतु कथा को गुरुत्व दियंतु। एबे आलोचना करिबा बिजनेस विषय रे। सप्तम भाव व्यवसायर भाव। सप्तमाधिपति शनि नवम रे अवस्थान करछंती शुक्रଙ୍କ सहित। पार्टनरशिप बिजनेस पई एही जोग शुभ जोग कारण शुक्र मध्य एकादश अधिपति।
ଭାଗ୍ୟର ସହଯୋଗ ମିଳିବ। ଡିଷ୍ଟାନ୍ସ ବିଜନେସ୍, ଘରଠାରୁ ଦୂରରେ ଯଦି ବିଜନେସ୍ କରୁଛନ୍ତି ସେଥିରେ ସଫଳତା ରହିଛି। ଅନଲାଇନ୍ ବିଜନେସ୍ରେ ସଫଳତା ମିଳିବ। ଆଉଟ୍ ଅଫ୍ ଷ୍ଟେଟ୍ ବ୍ୟବସାୟର ଯୋଗ ରହିଛି। ବିଜନେସ୍ରେ ଧୀରେ ଧୀରେ ଗ୍ରୋ କରିବେ, ଲାଭ ହେବ। ଷ୍ଟେବୁଲ୍ ଇନକମ୍ ରହିବ। ଶୁକ୍ର ସହିତ ସପ୍ତମାଧିପତି ଥିବାରୁ କ୍ରିଏଟିଭ୍ ଫିଲ୍ଡରେ ଲକ୍ଜରୀ ପ୍ରଡ଼କ୍ଟର ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷମାନେ ଲାଭବାନ ହେବେ। ଶନି ଯେହେତୁ ସ୍ଲୋ ପ୍ଲାନେଟ୍, ହଠାତ୍ ଲାଭର ଆଶା କରନ୍ତୁ ନାହିଁ। ପାର୍ଟନରସିପ୍ରେ ତ ସକ୍ସେସ୍ ନିଶ୍ଚିତ ଭାବରେ ହେବେ, କାରଣ ସପ୍ତମାଧିପତି ଶନି ଏକାଦଶାଧିପତି ଶୁକ୍ର ସହିତ ଭାଗ୍ୟସ୍ଥାନରେ ରାଜଯୋଗ ସୃଷ୍ଟି କରୁଛି। ମାର୍ଚ୍ଚ 15 ପରେ ରବି ଯେତେବେଳେ ନବମ ଭାବକୁ ଯିବେ, ରବି ହେଉଛନ୍ତି ଶନିଙ୍କର ଶତ୍ରୁ। ତେଣୁ ପାର୍ଟନରସିପ୍ରେ ଲିଗାଲ୍ ଏଗ୍ରିମେଣ୍ଟ ରହିବା ନିହାତି ଦରକାର, ନହେଲେ ପ୍ରୋବ୍ଲେମ୍ ଆସିପାରେ। ଯେଉଁମାନେ ନ୍ୟୁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି ସେମାନେ ସକ୍ସେସ୍ ହେବାର ଯୋଗ ରହିଛି। କେଉଁ ପ୍ରକାର ବିଜନେସ୍ରେ ସକ୍ସେସ୍ ହେବେ? ଯେମିତିକି ଆମର ଏଜୁକେସନ୍ ରିଲେଟେଡ଼୍ ବିଜନେସ୍, ଅନଲାଇନ୍ କୋର୍ସ, କୋଚିଂ ସେଣ୍ଟର, ବ୍ୟୁଟି ଆଣ୍ଡ ଫ୍ୟାସନ୍, ଲକ୍ଜରୀ ପ୍ରଡ଼କ୍ଟର ବିଜନେସ୍, କସ୍ମେଟିକ୍ସ, ଗାର୍ମେଣ୍ଟ, ଜୁଏଲାରୀ, ଫ୍ୟାସନ୍ ଆସେସରିଜ୍, ଏହିସବୁ ବିଜନେସ୍ ଯଦି କରୁଛନ୍ତି ତେବେ ନିଶ୍ଚିତ ଭାବରେ ଲାଭବାନ ହେବେ। କାରଣ ଶୁକ୍ର ଏବଂ ଶନିଙ୍କର କଞ୍ଜକ୍ସନ୍ ଯେହେତୁ ଅଛି, ଏହିସବୁ ବିଜନେସ୍ ଯଦି ଆପଣ କରୁଛନ୍ତି ତେବେ ସକ୍ସେସ୍ ହେବେ। ସପ୍ତମାଧିପତି ଯେହେତୁ ନବମରେ ଅଛନ୍ତି, ନବମ ଭାବ ଟ୍ରାଭେଲର ଭାବ, ସ୍ପିରିଚୁଆଲର ଭାବ, ଧର୍ମର ଭାବ। ତେଣୁ ଟ୍ରାଭେଲ୍ ଟୁର୍, ଟ୍ରାନ୍ସପୋର୍ଟ ବିଜନେସ୍, ତୀର୍ଥଯାତ୍ରୀମାନଙ୍କ ପାଇଁ ଟ୍ରାଭେଲ୍ ରିଲେଟେଡ଼୍ ବିଜନେସ୍, ଶନିଙ୍କର ପ୍ରଭାବ ଯେହେତୁ ରହୁଛି, ଆଇରନ୍, ମେସନାରୀ, କନଷ୍ଟ୍ରକ୍ସନ୍ ରିଲେଟେଡ଼୍ ବିଜନେସ୍, ରିପେୟାରିଂ ବିଜନେସ୍, ବିଲ୍ଡିଂ ମ୍ୟାଟେରିଆଲ୍ ସପ୍ଲାୟର୍ସ, ୱାର୍କସପ୍, ଯେଉଁମାନେ ଏହିସବୁ ବିଜନେସ୍ ବି କରୁଛନ୍ତି ସେମାନେ ନିଶ୍ଚିତ ଭାବରେ ଏହି ମାସରେ ଲାଭବାନ ହେବେ। ଯେଉଁମାନେ ପାର୍ଟନରସିପ୍ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି ସେମାନେ ଏକ୍ସପିରିଏନ୍ସ ଏବଂ ବୟସ୍କ ବ୍ୟକ୍ତିଙ୍କ ସହିତ ଯଦି ବିଜନେସ୍ କରିଲେ ନିଶ୍ଚିତ ଭାବରେ ସେମାନେ ଫାଇଦାରେ ରହିବେ। ଯଦି କ୍ଲୋଜ୍ ଫ୍ରେଣ୍ଡଙ୍କ ସହିତ କରୁଛନ୍ତି ତେବେ ସମସ୍ୟା ଆସିପାରେ। ସଂକ୍ଷେପରେ କହିବାକୁ ଗଲେ ଏହି ମାର୍ଚ୍ଚ ମାସ କର୍କଟ ରାଶି ପାଇଁ ବିଜନେସ୍ରେ ଶୁଭଫଳ ଦେବ। ଷ୍ଟାର୍ଟିଂରୁ ସ୍ଲୋ ରହିବ କିନ୍ତୁ ଲଙ୍ଗ୍ ଟର୍ମ ସକ୍ସେସ୍ ରହିଛି। କର୍କଟ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶ୍ୟାଧିପତି ହେଲେ ଚନ୍ଦ୍ର। ପ୍ରତ୍ୟେକ ଦିନ ଚନ୍ଦ୍ରଙ୍କର ମନ୍ତ୍ର ଜପ କରନ୍ତୁ। ମନ୍ତ୍ରଟି ହେଲା ଓಂ ସୋମ ସୋମାୟ ନମଃ। ଦୈନିକ 108 ଥର ଜପ କରିବେ। ପ୍ରତ୍ୟେକ ସୋମବାର ଦିନ ଶିବଙ୍କୁ କ୍ଷୀର ବେଲପତ୍ରୀ ଲାଗି କରନ୍ତୁ। କର୍ମକ୍ଷେତ୍ରରେ ଯଦି ସମସ୍ୟା ଲାଗି ରହିଛି ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ଯଦି ସମ୍ଭବ ନ ହେଉଛି ତେବେ ଶ୍ରବଣ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ପାଇଁ ମନି ପର୍ସରେ ଗୋଟିଏ ରୂପା କଏନ୍ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳରେ ଅଳ୍ପ କେଶର ଏବଂ ଗୁଡ଼ ମିଶାଇ ଅର୍ଘ୍ୟ ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ତମ୍ବା ପାତ୍ରରେ ପାଣି ପିଅନ୍ତୁ। ଶୁଭଫଳ ପ୍ରାପ୍ତି ହେବ। ବନ୍ଧୁଗଣ, ଏହା ଥିଲା କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ 2026 ମସିହା ମାର୍ଚ୍ଚ ମାସର ଭାଗ୍ୟଫଳ ବିଷୟରେ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର।